যে ওড়িশার রাজনৈতিক স্থিতি যা ଅଛି ଆଗାମୀ 12 ମସିହାରେ ପୁଣି ଯେତେବେଳେ ନିର୍ବାଚନ ହେବ ନବୀନ ପଟ୍ଟନାୟକ ନେତୃତ୍ୱ ବିପୁଳ ସଂଖ୍ୟାରେ ନେଇ ଆସିବ। ମୁଁ ତ କଥା ଆରମ୍ଭ କରିବା ପୂର୍ବରୁ କହିଥିଲି ଯେ ମୁଁ କୁଜଙ୍ଗରେ ରାଜନୈତିକ ସଭା କରିବାକୁ ଆସିଲି। ଦୀର୍ଘ 50 ବର୍ଷର ସମ୍ପର୍କ ତାକୁ ନେଇକରି ମୁଁ ବର୍ତ୍ତମାନ ଅସୁସ୍ଥ ଅବସ୍ଥାରେ ଅଛି ଏବଂ ସେଇ ଲୋକମାନଙ୍କୁ ଆପଣ ଲୋକମାନଙ୍କୁ ଥରେ ଦେଖିବି, ସେମାନେ ମୋତେ ଦେଖିବେ, ସେଇଥିରେ ଆତ୍ମସନ୍ତୁଷ୍ଟି ଆସିବ, ସେଇଥିରେ ମୁଁ ଆସିବି। ସାମ୍ବାଦିକମାନଙ୍କର 6 ବର୍ଷ କାଳ ମୋତେ ଦଳରୁ ନିଲମ୍ବନ କଲା ପରେ ହଠାତ୍ ନବୀନ ପଟ୍ଟନାୟକ ତାକୁ ଉଠେଇ ନେଲେ। ସେଥିପାଇଁ ମୁଁ ତାକୁ ଧନ୍ୟବାଦ ଦେଉଛି। ଏଇଥିପାଇଁ ଧନ୍ୟବାଦ ଦେଉଛି ମୋର ହଜିଯାଇଥିବା ସମ୍ପଦକୁ ସେ ମୋତେ ଫେରେଇ ଦେଇଛନ୍ତି। ସେଇ ମୋର ଯଥେଷ୍ଟ, ମୋର କିଛି ପାଇବାର ନାହିଁ, ମୋର କିଛି କହିବାର ନାହିଁ, କେବଳ ତାଙ୍କର ପ୍ରଧାନତା ପାଇଁ ତାକୁ ଧନ୍ୟବାଦ ଦେଉଛି। ଆଜି ଆପଣମାନେ ଦେଖିଥିବେ ସାରା ଓଡ଼ିଶାରେ ଗୋଟେ ନିଆରା ସ୍ଲୋଗାନ ଦିଆହେଲା ପୁଣି ଥରେ ନବୀନ। ତାର ମାନେ କ'ଣ? ତାର ମାନେ ହେଉଛି ଆମେ ବିଜୁ ଜନତା ଦଳ ସମସ୍ତ କର୍ମୀ ଆଜିଠାରୁ ଶପଥ ନେବା ଯେ ପୁଣି ଥରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ କିପରି ଶପଥ ନେବେ ଏବଂ ବିଗତ ନିର୍ବାଚନରେ 2019ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଚିହ୍ନ ଶଙ୍ଖ ଚିହ୍ନକୁ ଯେତିକି ଭୋଟ ଦେଇଥିଲେ 2024ରେ ତାଠାରୁ ଅଧିକା ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ଆହୁରି ଉଚ୍ଚକୁ ନେବେ। ପାରାଦୀପ ନିର୍ବାଚନ ମଣ୍ଡଳୀର ବାସିନ୍ଦା। ତେଣୁ 36ଟା ପଞ୍ଚାୟତରୁ ଆଜି ଡକା ହେଇଥିଲା। ଉଚ୍ଛ୍ବସିତ ଭାବେ ବହୁତ ଲୋକ ଆସିଥିଲେ ଏବଂ ସେହି ପରିପ୍ରେକ୍ଷୀରେ ଏ ମାଟିର ବରପୁତ୍ର ଆପଣ ଜାଣିଥିବେ ଡକ୍ଟର ଦାମୋଦର ରାଉତ ବିଗତ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦୟ ତାଙ୍କୁ ନିଲମ୍ବନ ଆଦେଶ ମଧ୍ୟ ପ୍ରତ୍ୟାହାର କରିଥିଲେ, କିନ୍ତୁ ସିଏ ତାପରେ ତାଙ୍କ ଦେହ ଅସୁସ୍ଥ ଥିଲା, ସେ ଆସିପାରିନଥିଲେ। ସିଏ ଯେତେବେଳେ ଜାଣିଲେ ଆମେ ଯେଉଁ ଯୋଜନା କରିଛୁ, ଯେଉଁ ଶପଥ ନେବାକୁ ଯାଉଛୁ ପୁଣି ଥରେ ନବୀନ, ସେ କହିଲେ ମୁଁ ମଧ୍ୟ ତା ଦେହରେ ସାମିଲ ହେବି। ତେଣୁ ସେହି ପରିପ୍ରେକ୍ଷୀରେ ସେ ଆଜି ଆସିଥିଲେ ଏବଂ ସେ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ କହିଲେ ଯେ ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା, ତାଙ୍କ ସମକକ୍ଷ ନେତା କେହି ନାହାନ୍ତି ଏବଂ ତାକୁ ଯେଉଁ ପ୍ରଶ୍ନ ପଚରା ହେଲା କେତିଟି ସିଟ୍, ସେ କହିଲେ ଗତ ଥର ଯାହା ଅଛି ଏଥର ତାଠାରୁ ମଧ୍ୟ ଅଧିକ ସିଟ୍ ଆସିବ, ଯାହା ଆମେମାନେ ଆକଳନ କରୁଛୁ। ଏ ହେଲା କଥା। ତେଣୁ ଆଜିଠାରୁ ବିଜୁ ଜନତା ଦଳ କର୍ମୀମାନେ ଲାଗିଯିବେ, ନବୀନ ପଟ୍ଟନାୟକର ମାନ ସମ୍ମାନକୁ କେମିତି ଆହୁରି ଉଚ୍ଚରୁ ଉଚ୍ଚତର ହେବ ସେ ପାଇଁ ମଧ୍ୟ କାର୍ଯ୍ୟ କରିବେ। ମୋ ପାଖରେ ହୀରା ଅଛି, ମୁଁ ଆଙ୍ଗୁଠିରେ ପିନ୍ଧିବିନି, ଆଉ ଯାହା ପାଖରେ ରୂପା ମୁଦି ଅଛି ସେ କାହାକୁ ଦେଖେଇବେ? ମୋ ପାଖରେ ହୀରା ଅଛି, ମୁଁ ଦେଖେଇବିନି କେମିତି? ଦାମୋଦର ରାଉତକୁ ଛୋଟିଆ ଲୋକଟି, ଯେଉଁ ମୋ ପାଖରେ ମୋ ବାପା ଅଛି, ମୁଁ ସେ ବାପାର ପୁଅ, ସମସ୍ତଙ୍କ ବାପା ତ ଦାମୋଦର ରାଉତ ନୁହନ୍ତି, ତାହେଲେ ମୁଁ ଆଣିବିନି କାହିଁକି? ଦ୍ୱିତୀୟ କଥା, ଦାମୋଦର ରାଉତ କିଏ? ନବୀନ ପଟ୍ଟନାୟକ ସାଙ୍ଗରେ ଦୀର୍ଘ 17 ବର୍ଷ ମନ୍ତ୍ରୀ ରହିଲେ, ବିଜୁ ପଟ୍ଟନାୟକ ସାଙ୍ଗରେ ସହକର୍ମୀ ହୋଇ ରହିଲେ। ତେଣୁ ବିଜୁ ଜନତା ଦଳ ଏବଂ ଜନତା ଦଳର ଜଣେ ବରିଷ୍ଠ ରାଜନେତା। ମୁଁ ବାପା ବୋଲି ନେଇକି ଆସିନି, ଏ ଦଳକୁ ଗଢ଼ି ତୋଳିବାରେ ତାଙ୍କର ଅବଦାନ ମଧ୍ୟ ଯଥେଷ୍ଟ ଅଛି। ନବୀନ ପଟ୍ଟନାୟକକୁ ଅନେକ ଝଡ଼ ଝଞ୍ଜାରୁ ସେ ଅତୀତ ରକ୍ଷା କରିଛନ୍ତି, ଆପଣମାନେ ଜାଣିଥିବେ ମିଡନାଇଟ୍ ଅପରେସନ୍ ବେଳେ। ତେଣୁ ସେ ଲୋକକୁ ନେଇକି ଆସିବାରେ ଦଳ ପାଇଁ ଆଉଥରେ ଭୟଭୀତ କିଏ ହେବ? ନିହାତି ହରିହର ବେଟ ଗୋଟେ ନେତାରା ଯିଏ ଜୀବନର 50 ବର୍ଷ ଲୋକମାନଙ୍କ ସେବାରେ କଟେଇ ଦେଇଛି, ସିଏ ଯେତେବେଳେ ତା ନିଜ ଲୋକମାନଙ୍କୁ ଦେଖେ ତା ମନରେ ବଞ୍ଚିବାର ଆଶାଟା ଆହୁରି 100 ଗୁଣ ବଢ଼ିଯାଏ ହେଲା। ସେ ଭାବ ଆପଣମାନେ କେହି ବୁଝିପାରିବେ ନାହିଁ, ମୁଁ ମଧ୍ୟ ବୁଝିପାରିବିନି। ଯେତେବେଳେ ମୁଁ 50 ବର୍ଷ ରାଜନୀତି କରିବି, ଆପଣମାନେ 50 ବର୍ଷ ସାମ୍ବାଦିକତା କରିବେ, ସେତେବେଳେ ଭାବର ଆଦାନ ପ୍ରଦାନ ବୁଝିପାରିବେ। ତେଣୁ ତା ଦେହରେ ଭୟଭୀତ କଥା ନୁହଁ। ବିଜୁ ଜନତା ଦଳ କାହାକୁ ଭୟ କରେ ନାହିଁ। ଆଉ ତା ପୁଣି ପାରାଦୀପ ନିର୍ବାଚନ ମଣ୍ଡଳୀରେ କି କଥା ଆପଣମାନେ ପଚାରୁଛନ୍ତି? ଆରେ ଯାଆନ୍ତୁ ନା, ଯିଏ ଯୁଆଡ଼େ ଯିବେ ହେବେ, ଆଉ କ'ଣ କରିବା? ବାଟ ମିଳୁନି, ଯିଏ ଯେଉଁଠି ଯିବେ। ଆମେ କ'ଣ, ଆମ ଚେୟାର ତ ଭଲ ଅଛି, ତ ଆମେ ଆମର ଚାଲୁଛୁ, ଆମେ ଆମର ଲୋକଙ୍କ ସେବା କରି ଚାଲିଲେ। କିଏ କେଉଁଠି ଯାଉଛନ୍ତି ଯାଆନ୍ତୁ, କ'ଣ କରୁଛନ୍ତି କରନ୍ତୁ, ଆମର ସେଥିରେ କିଛି କହିବାର ନାହିଁ। ସେଇଟା ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ଡିକ୍ଲେୟାର କରିବେ ଆପଣମାନେ ଜାଣିପାରିବେ। କିନ୍ତୁ ଆଉ ଗୋଟେ କଥା କହି ରଖେ, ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପରିପୂରକ। ଅଗ୍ନି କି ସାକ୍ଷୀ ରଖି ବାହା ହେଇଛୁ ପୁରା। ଇଏ କ'ଣ ଖ୍ରୀଷ୍ଟିଆନ? ଇଏ ପୁରା ଆମେ ଓଡ଼ିଆ। ତ ସ୍ତ୍ରୀ ଠାରୁ ସ୍ୱାମୀ କି ସ୍ୱାମୀ ଠାରୁ ସ୍ତ୍ରୀ କ'ଣ ଅଲଗା?
तुम व्यस्त कहीं से डिक्लेयर जहाँ कर सब आपण मानकर भाई हेले आपणर भाउज हेले भी आपणकर व्यस्त कहीं स्नेह भल पाइबार कौटी टिके उणा हेनी से भाउज हो कि भाई हो आपण मानक जी स्नेह मिलूला ताठर अधिका पचे मिल उणा हेनी देखो बापी सर्किल कथा मुझे कहबी से जो भल श्रमिक नेता सभापति मोर किसी कहबार ना किंतु से बीजेपी जीवे कि कौटी जी आम तो जानू एपट डिक्लेयर है किंतु आपातत आप जानी रखु पारादीप निर्वाचन मंडली से सृष्टि होची बिजू बाबू ठाकुर जीवन भरी बिजू बाबू भल पाती बिजू बाबू दायित्व नवीन पट्टनायक हृदय भल पाती तेणु ये प्रश्न केवे ना डॉक्टर दामोदर राउत को सुदक्ष नेतृत्व ये सब दृष्टि पारादीप निर्वाचन मंडल विजु जनता दल यथेष शक्तिशाली आप गोटे सामान्य कथा पचारे आप अनुभव करूँ मोर माँ मरीगले मु 9 मास 14 दिन हॉस्पिटल थी मोर 14 कर्म सारा पर मु बाहर को बाहर प्रचार करने मो हाथ ऑलरेडी 9 दिन कमी जाता तादर मुझे 11टा पंचायत जाइनी ता बाद 22,000 भोट अधिक बार जीतली आप से तो चिंता करते विजु जनता दल पर पारादीप निर्वाचन मंडल के परिमाण भल पाइबा अच्छी मानव नवीन पट्टनायक कि प्रकार भल पाइबा अच्छी से जहाँ को भी ठिया करूँ सी तार उड़ी उड़ी आसो प्रतिद्वंदिता भाव में प्रश्न उठुनी ये प्रतिद्वंदी कहीं ना नवीन पट्टनायक और शंख चिन्हर प्रतिद्वंदी कहीं ना जय जगन्नाथ।